ବର୍ତ୍ତମାନ ଆମେ ଦେଖିବା କ୍ରିୟାର କାଳ କ'ଣ? କେତେ ପ୍ରକାର କାଳ ଅଛି ଆଉ ଆମେ ସେ ବାବଦରେ ଆଲୋଚନା କରିବା। ପ୍ରଥମେ ଆମକୁ ଦିଆଯାଇଛି ବର୍ତ୍ତମାନ କାଳ। ଏଇ ବର୍ତ୍ତମାନ କାଳକୁ ଆମେ କେମିତି ଆଲୋଚନା କରିବା, କେମିତି ସହଜରେ ବୁଝିପାରିବା ଦେଖିବା। ପ୍ରଥମେ ଯୋଉ ବର୍ତ୍ତମାନ କାଳ ରହିଲା, ବର୍ତ୍ତମାନ କାଳ ତାକୁ 3 ଭାଗ କରାଯାଇଛି। ବର୍ତ୍ତମାନ କାଳକୁ 3 ଭାଗ କରାଯାଇଛି। ଗୋଟେ ହେଲା ସାଧାରଣ ବର୍ତ୍ତମାନ, ଆଉ ଗୋଟେ ରହୁଛି ଅସମ୍ପୂର୍ଣ୍ଣ ବର୍ତ୍ତମାନ, ଆଉ ଗୋଟେ ରହୁଛି ସମ୍ପୂର୍ଣ୍ଣ ବର୍ତ୍ତମାନ। ଏ ଯୋଉ 3ଟା ରହିଛି ବର୍ତ୍ତମାନ କାଳ, ଏ 3ଟାରୁ ଦେଖିବା। ପ୍ରଥମେ ସାଧାରଣ ବର୍ତ୍ତମାନ କାଳକୁ ଆମେ କେମିତି ବୁଝିପାରିବା? ସୂର୍ଯ୍ୟ ପ୍ରତିଦିନ କିରଣ ଦିଅନ୍ତି। ଆଷାଢ଼ ମାସରେ ଗୁଣ୍ଡିଚା ଯାତ୍ରା ହୁଏ। ଗଙ୍ଗା ହିମାଳୟରୁ ବୋହୁଅଛି। ଯୋଉ ଦେଖିଲେ ଦିଅନ୍ତି, ହୁଏ, ବୋହୁଅଛି। ଏ ଯୋଉ 3ଟା ଜିନିଷ ଦେଖିଲେ, ଆଉ ଗୋଟେ ଏଇଠି ଦେଇଛି ସମୁଦ୍ର ପାଣି ଲୁଣିଆ ଲାଗେ। ଏ ଯୋଉ ଲାଗେ, ଏ ଯୋଉ 4ଟା ଦିଅନ୍ତି, ହୁଏ, ବୋହୁଅଛି, ଲାଗେ, ଏଗୁଡ଼ିକୁ ସାଧାରଣ ବର୍ତ୍ତମାନ କାଳର କ୍ରିୟା ବୋଲି କୁହାଯାଏ। ଯାହା ନିତ୍ୟ ଭାବରେ, ଯଥା ସମୟରେ ବା ସାଧାରଣ ଭାବରେ ଘଟେ। ସବୁଦିନ ନିତ୍ୟ ଭାବରେ ହବ, ସବୁଦିନ ସର୍ବଦା, ଯଥା ସମୟରେ ବା ସାଧାରଣ ଭାବରେ ଆମେ ତାକୁ ଦେଖିପାରୁଥିବା, ତାହାକୁ ସାଧାରଣ ବର୍ତ୍ତମାନ କାଳ ବୋଲି କହନ୍ତି। ଏହାକୁ ମଧ୍ୟ ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ ବୋଲି କୁହାଯାଏ, ବା ସାମାନ୍ୟ ବର୍ତ୍ତମାନ ବା ଶୁଦ୍ଧ ବର୍ତ୍ତମାନ କାଳ ବୋଲି ମଧ୍ୟ କୁହାଯାଏ। ବର୍ତ୍ତମାନ କାଳକୁ ଆମକୁ ନିତ୍ୟ ପ୍ରବୃତ୍ତ, ସାମାନ୍ୟ କିମ୍ବା ଶୁଦ୍ଧ ବର୍ତ୍ତମାନ ବୋଲିକି ଆମେ ସାଧାରଣ ବର୍ତ୍ତମାନ କାଳକୁ ବୁଝିବା। ଏଇଭଳି ଭାବରେ ଆମର ଯୋଉ ରହିଲା ସାଧାରଣ ବର୍ତ୍ତମାନ କାଳ କ'ଣ? ଆମେ ଜାଣିଲେ, ଯୋଉଟା ପ୍ରତିଦିନ ଘଟୁଛି, ଯଥା ସମୟରେ ଘଟୁଛି, ତାହାକୁ ଆମେ ସାଧାରଣ ବର୍ତ୍ତମାନ କାଳ ବୋଲି କହିବା। ତାପରେ ଆମକୁ ଦେଖିବା ଅସମ୍ପୂର୍ଣ୍ଣ ବର୍ତ୍ତମାନ କାଳ। ତାକୁ କେମିତି ଆମେ ସହଜରେ ବୁଝିପାରିବା? ଅସମ୍ପୂର୍ଣ୍ଣ ବର୍ତ୍ତମାନ କାଳ ଯୋଉ ଦିଆଯାଇଛି, ଅସମ୍ପୂର୍ଣ୍ଣ ବର୍ତ୍ତମାନ କାଳ, ମୁଁ କଲମରେ ଲେଖୁଅଛି, ଶୁଭ୍ରା ସମ୍ବାଦପତ୍ର ପଢୁଅଛି, କୃଷକ କାଟୁଅଛି, ଗରମ ପବନ ବହୁଅଛି। ଯୋଉ ଦେଖିଲେ ଲେଖୁଅଛି, ପଢୁଅଛି, କାଟୁଅଛି, ବହୁଅଛି। ଏ ଯୋଉ 4ଟା କ୍ରିୟା ଦେଖିଲେ, ଇଏ 4ଟା କ୍ରିୟା ହଉଛି ଅସମ୍ପନ୍ନ। ଇଏ ସମ୍ପୂର୍ଣ୍ଣ ହୋଇନାହିଁ। କମ୍ପ୍ଲିଟ ସେନ୍ସକୁ ଇଏ ଯାଇନାହିଁ। କମ୍ପ୍ଲିଟ ବୋଲିକି ଇଏ ଦର୍ଶଉନାହିଁ। ଲେଖୁଅଛି ମାନେ ଲେଖିବା କାର୍ଯ୍ୟ ତାର ଚାଲିଛି। ସମ୍ବାଦପତ୍ର ପଢୁଅଛି, ଏ ଯୋଉ ପଢୁଅଛି ତାର ପଢିବା କାମଟା ବର୍ତ୍ତମାନ ଚାଲିଛି, କଣ୍ଟିନ୍ୟୁଇଂ ଚାଲିଛି। କାଟୁଅଛି, ଇଏ ବି ଅନ୍ ପ୍ରୋଗ୍ରେସ, ଇଏ ବି ଚାଲୁଛି। ବହୁଅଛି, ଇଏ ବି କଣ୍ଟିନ୍ୟୁ ପ୍ରୋସେସରେ ଅଛି। ତ ଇଏ ଯୋଉ ଲେଖୁଅଛି, ପଢୁଅଛି, କାଟୁଅଛି, ବହୁଅଛି, ଏଇ ଯୋଉ ଶବ୍ଦ ଗୁଡାକ ସବୁ ବ୍ୟବହାର କରାଯାଇଛି, ଏଗୁଡିକ ଅସମ୍ପୂର୍ଣ୍ଣ କ୍ରିୟା ବୋଲିକି ଆମକୁ ଜଣାପଡୁଛି। ଏ କ୍ରିୟାଟି ସମ୍ପୂର୍ଣ୍ଣ ହେଇନାହିଁ।
ତେଣୁ ବର୍ତ୍ତମାନ କାଳର ଏଗୁଡ଼ିକ ସବୁ ଗୋଟେ ଗୋଟେ କ୍ରିୟା ଯୋଉଗୁଡ଼ାକ କାର୍ଯ୍ୟ ସରି ନଥିବାର ବୁଝାଯାଉଅଛି। କାର୍ଯ୍ୟ ଚାଲୁଥିବାରୁ କେହି କେହି ଏହାକୁ ଚଳିତ ବର୍ତ୍ତମାନ ବୋଲି କହନ୍ତି। ଅସମ୍ପୂର୍ଣ୍ଣ ବର୍ତ୍ତମାନକୁ ଆମେ ଚଳିତ ବର୍ତ୍ତମାନ ବୋଲିକି କହିପାରିବା। ତା ଚାଲୁଅଛି। ଏହିପରି ଭାବରେ ଯୋଉ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତେଣୁ ଆମର ଯୋଉଗୁଡ଼ାକ କଣ୍ଟିନ୍ୟୁଇଂ ପ୍ରୋସେସରେ ଅଛି, ସେଇ କ୍ରିୟାଗୁଡ଼ିକ ଥିଲେ ଆମେ ତାକୁ ଅସମ୍ପୂର୍ଣ୍ଣ ବର୍ତ୍ତମାନ କାଳ ବୋଲିକି ଜାଣିବା। ବର୍ତ୍ତମାନ କାଳର ଆମେ ଦେଖିବା ସମ୍ପନ୍ନ ବର୍ତ୍ତମାନ, ଯୋଉଟା କମ୍ପ୍ଲିଟ୍ ହେଇଯାଇଛି, ସେଇଥିରୁ ଆମେ ଜାଣିପାରିବା ଯେ ଏଇଟା ହଉଛି ସମ୍ପୂର୍ଣ୍ଣ ବର୍ତ୍ତମାନ। ସମ୍ପନ୍ନ ବର୍ତ୍ତମାନ ଏଇଟା ପୁରା କମ୍ପ୍ଲିଟ୍ ଆମକୁ ଜଣାପଡୁଛି। ଆମ୍ଭେମାନେ କୁରୁକ୍ଷେତ୍ର ଦେଖିଅଛୁ, ଏ କାମଟି ସରିଯାଇଛି। ପ୍ରଭାତୀ ଜଳଖିଆ ଖାଇଅଛି, ତାର ଖାଇବା କାମ ସରିଯାଇଛି। ସନ୍ଧ୍ୟା ଭାଗବତ ଗୀତା ପଢ଼ିଅଛି, ଯୋଉ ସନ୍ଧ୍ୟା ଭଗବତ ଗୀତାକୁ ସେ ପଢ଼ି ସାରିଛି, ତାର କମ୍ପ୍ଲିଟ୍ ହେଇଯାଇଛି। ଶିଶୁଟି ଶୋଇଅଛି, ମାନେ ଶୋଇଯାଇଛି, ତାର କମ୍ପ୍ଲିଟ୍ କାମ ଏଇଠି ସରିଯାଇଛି। ତେଣୁ ଦେଖିଅଛି, ଖାଇଛି, ପଢ଼ିଅଛି, ଶୋଇଅଛି, ଏଇ ସବୁ ସମ୍ପନ୍ନ ବର୍ତ୍ତମାନ କ୍ରିୟା କାଳର କ୍ରିୟାକୁ ଇଏ ଦେଖଉଛି। ଆମେ ଯେତେବେଳେ ଯାଇକି ପହଞ୍ଚୁଛନ୍ତି, ଆମେ ପହଞ୍ଚିଲା ପରେ ଆମେ ଦେଖୁଛନ୍ତି କଣ ନା ପ୍ରଭାତୀ ଜଳଖିଆ ଖାଇଅଛି। ଯୋଉ ଜଳଖିଆଟା ଥିଲା ସେ ଜଳଖିଆଟା ପ୍ରଭାତୀ ଖାଇସାରିଛି। ଆମେ ପହଞ୍ଚିଲେ ଦେଖିଲେ ଜଳଖିଆ କାମ ତାର ସରିଯାଇଛି। ଆମେ ଯେତେବେଳେ ସେଇ ଜାଗାରେ ପହଞ୍ଚୁଛନ୍ତି, ଆମେ ଯାହା ଦେଖୁଛନ୍ତି ମୋ ଫ୍ରଣ୍ଟରେ ଯୋଉଟା ରହୁଛି, ଆମେ ଯେତେବେଳେ ତାକୁ ଦେଖୁଛନ୍ତି ସେଇଟା କମ୍ପ୍ଲିଟ୍ ହେଇଯାଇଛି, ତାହେଲେ ସେଇଟା ସମ୍ପନ୍ନ ବର୍ତ୍ତମାନ କ୍ରିୟା କାରଣ ସମ୍ପନ୍ନ ବର୍ତ୍ତମାନ କାଳକୁ ସେଟା ବୁଝଉଛି। ଯେଉଁ କ୍ରିୟାରୁ କାର୍ଯ୍ୟ ସରିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ତାର ପ୍ରଭାବ ଥିବାର ଜଣାଯାଏ, ତାହା ସମ୍ପନ୍ନ ବର୍ତ୍ତମାନ। ତାର ପ୍ରଭାବ ରହିଛି। ଆମେ ପହଞ୍ଚିଲା ବେଳକୁ ସେ କାମଟା ସରିଯାଇଥିବ, କିନ୍ତୁ ତାର ପ୍ରଭାବ ରହିଥିବ। ଯୋଉଠି ଆମେ ଦେଖିଲେ ଶିଶୁଟି ଶୋଇଅଛି, ତାହେଲେ ଆମେ ଯେତେବେଳେ ପହଞ୍ଚୁଛନ୍ତି, ଶିଶୁଟି କଣ କରୁଛି ନା ସମ୍ପୂର୍ଣ୍ଣ ଶୋଇଯାଇଛି। ତାର ଶୋଇବା କାମଟା ସେ କମ୍ପ୍ଲିଟ୍ କରିଦେଇଛି। ତ ଆମେ ଦେଖୁଛନ୍ତି ସେ ବେଡ୍ ଉପରେ ନିଘୋଡ଼ ନିଦରେ ଶୋଇଛି। ତେଣୁ ଆମକୁ ଯେତେବେଳେ ଦେଖୁଛନ୍ତି ସେଇଟା ବର୍ତ୍ତମାନ କାଳକୁ ଶୋ କରିବ। ଆଉ ଶୋଇଅଛି ମାନେ ସେ ପୁରା କମ୍ପ୍ଲିଟଲି ତାର କାମଟା ସାରି ଦେଇଛି। ଶୋଇବା କାମଟା ସାରି ଦେଇଛି। ସେ ପୁରା ନିଦରେ ପଡ଼ିଛି। ତାକୁ ଡାକିଲେ ଉଠୁନାହିଁ। ଏଇ ଯୋଉ ଶୋଇଅଛି, ପଢ଼ିଅଛି, ଖାଇଅଛି, ଏଇ ଯୋଉ ଶବ୍ଦ ଗୁଡ଼ାକ ରହିଛି, ଇଏ ପୂର୍ବରୁ ସରିଯାଇଛି, କିନ୍ତୁ ତାର ପ୍ରଭାବ ଆମେ ଯେତେବେଳେ ପହଞ୍ଚୁଛନ୍ତି, ଆମେ ଦେଖୁଛନ୍ତି ତାର ପ୍ରଭାବ ରହିଛି। ଏଇ ସବୁ କ୍ରିୟା ଥିଲେ ଆମେ ତାକୁ ସମ୍ପନ୍ନ ବର୍ତ୍ତମାନ କାଳ ବୋଲି କହିବା। ଏଇଭଳି ଭାବରେ ଆମେ ବର୍ତ୍ତମାନ କାଳର କ୍ରିୟା ସବୁ ଜାଣିଲେ, ତାପରେ ଆମେ ଅତୀତ କାଳକୁ ଯିବା, ଭବିଷ୍ୟତ କାଳକୁ ଯିବା। ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଆଗାମୀ ନୂଆ ନୂଆ ଭିଡ଼ିଓ ଆମେ ଆଣିବୁ, ଆପଣମାନେ ଦେଖିପାରିବେ। ଧନ୍ୟବାଦ।